ସେଇଟା ତ ଗୋଟେ ପ୍ରଶ୍ନ ଗୋଟେ ପ୍ରଶ୍ନ କେବଳ ଆଉ ଗୋଟେ ପ୍ରଶ୍ନକୁ ନେବ। ସେମିତି ବି ବେଳେବେଳେ ଆମର ଅତି ପ୍ରିୟ ବନ୍ଧୁ ହୁମାୟୁନ ସାଗର ନିଶ୍ଚିତ ସମସ୍ତଙ୍କ ହୃଦୟରେ ସେ ଜିଣିଥିଲେ। ତାହାର ଅର୍ଥ ନାହିଁ କି ଆମ ଜୀବନରେ ଦୁଃଖ ଆସିବ ନାହିଁ, କି କଷ୍ଟ ଆସିବ ନାହିଁ, କି ମୃତ୍ୟୁ ଯନ୍ତ୍ରଣା କଷ୍ଟ ସବୁ ଆସିବ। କିଏ ବି ଏ ପ୍ରକାର ବ୍ୟକ୍ତି ଯଦି ଅଛନ୍ତି ତ ପ୍ରାୟ ନାହାନ୍ତି। ସମସ୍ତଙ୍କ ଜୀବନରେ ହେଇପାରେ, ସମାନ ହେଇନପାରେ କଷ୍ଟ ଯନ୍ତ୍ରଣା ବିଭିନ୍ନ ଭାବରେ, କିନ୍ତୁ ସବୁ ପରିସ୍ଥିତିରେ ସବୁ କଷ୍ଟ ଦୁଃଖରେ ପ୍ରଭୁ କ'ଣ ତୁମେ ଚାହୁଁଛ ଏଇ ମାଧ୍ୟମରେ ମୋ ଜୀବନ ପାଇଁ, ମୋ ପରିବାର ନିଜେ ଜାଣିବାର ଅଛି, ଧ୍ୟାନ କରିବାର ଅଛି ସାଇଲେନ୍ସରେ ଈଶ୍ୱରଙ୍କର ଯୋଜନା ଜାଣିବା ପାଇଁ। ବେଳେବେଳେ ଆମେ ବିରକ୍ତ ହେଇଯାଉଛୁ, ଆତ୍ମହତ୍ୟା କରିଯାଉଛୁ, ଚିଡ଼ିଚିଡ଼ା ହେଉଛୁ, କେଉଁଠି ଈଶ୍ୱର ନାହିଁ ବୋଲି ମତେ, କିନ୍ତୁ ଆମ ପାଇଁ ସେଇଗୁଡ଼ାକ ଗୋଟେ ଗୋଟେ ଚିହ୍ନ, ଯେଉଁ ଚିହ୍ନରେ ଆମେ ପ୍ରଭୁଙ୍କୁ ପଚାରିବାର ଅଛି କ'ଣ ପ୍ରଭୁ ତୁମେ ମୋ ପାଇଁ, ମୋ ପରିବାର ପାଇଁ, ମୋ ଜୀବନ ପାଇଁ କ'ଣ ତୁମେ ଚାହୁଁଛ। ସେଇଟା ହେଲା ସବୁଠୁ ବଡ଼ ପ୍ରଶ୍ନ ଆମେ କରିବା। ଆଉ ଈଶ୍ୱର ସବୁବେଳେ ଭଲ ହିଁ ଚାହାନ୍ତି, କିନ୍ତୁ ଏସବୁ ଆସେ ବେଳେବେଳେ ଆମେ ତାଙ୍କର ଚିହ୍ନକୁ ଆମେ ଜାଣିପାରୁନୁ, କେଉଁ ଭାବରେ ଆମେ ଗ୍ରହଣ କରିବା, କେଉଁ ଦୃଷ୍ଟିକୋଣରୁ ନେବା। ଏଇଟା ବିଶ୍ୱାସ ଦ୍ୱାରା ହିଁ ଆମେ ଏସବୁ ନିଜର ଜୀବନକୁ ଖୁସି ଆନନ୍ଦ ବା ଗ୍ରହଣ କରିବା, ପ୍ରଭୁ ଗ୍ରହଣ କରିବା। ମୌନ ସମୟରେ ବେଳେବେଳେ ଆମେ ଭାବୁଛୁ, ବିଶ୍ୱାସ ତ୍ୟାଗ କରୁଛୁ, ପ୍ରଭୁଙ୍କୁ ଛାଡ଼ି ଦେଉଛୁ, ଆଉ କେଉଁ ପ୍ରଭୁ ନାହିଁ, ମାନେ ବିରକ୍ତ ହେଇଯାଉଛୁ। କିନ୍ତୁ ସେଇ ସମୟରେ ଯଦି ଆମେ କରି ଜଣେ ବିଶ୍ୱାସୀ କହେ ପ୍ରଭୁ ମୋତେ ଏହି ବାସ୍ତବଟା ଗ୍ରହଣ କରିବାକୁ ଅନୁଗ୍ରହ ଦିଅ, ଶକ୍ତି ଦିଅ, ଧୈର୍ଯ୍ୟ ଦିଅ, ଏଇଟା ପାଇଁ ଆମେ ପ୍ରାର୍ଥନା କରୁନୁ। ଆମେ ଖାଲି ବିରକ୍ତ ଏଇଟା ସେଇଟା ହେଉଛୁ, କିନ୍ତୁ ସବୁଠାରୁ ବଡ଼ ପ୍ରାର୍ଥନା ପ୍ରଭୁ ଏଇ ଯେଉଁ ମୋ ଜୀବନରେ ଏତେ ଦୁଃଖ ଆସିଲା ଏଇଟା ଗ୍ରହଣ କରିବା ପାଇଁ ମୋତେ ଶକ୍ତି ଦିଅ, ମୋତେ ଅନୁଗ୍ରହ ଦିଅ, କାରଣ ପ୍ରଭୁଙ୍କ ବିନା ଆମେ କିଛି କରିପାରିବା ନାହିଁ। ପ୍ରଭୁ ଏତେ ସାରା ଶକ୍ତି ଦେଇଥିଲେ, ସାମର୍ଥ୍ୟ ଦେଇଥିଲେ, ଏତେ ସାରା କଳାର ଅଧିକାରୀ କରିଥିଲେ, ପ୍ରତିଭାର ଅଧିକାରୀ କରିଥିଲେ, ଏ ସବୁ ଭିତରେ କିନ୍ତୁ ଯୋଉ କଥା ଗୁଡ଼ିକ ଆସୁଛି, କଥା ଆସୁଛି କିଛି ଡିପ୍ରେସନ ଥିଲେ, ମନ ଭଲ ଥିଲା, ସବୁ ପଇସା ଆସିଲା ପରେ ବି ମଣିଷ ତେଣୁକରି ପଇସା ସବୁ କିଛି ନାହିଁ। ପଇସା ଲୋକ ଅଛନ୍ତି, ବଡ଼ ବଡ଼ ଘରେ ଅଛନ୍ତି, ଗାଡ଼ି ମଟର ସବୁ ଅଛି, କିନ୍ତୁ ଭାବୁଛନ୍ତି ସମସ୍ତେ ଖୁସିରେ ଅଛନ୍ତି। ମୋର ତ ପ୍ରଶ୍ନ ଆସେ, ମୁଁ ପ୍ରାୟ ବହୁତ ପରିବାର ଯାଇଛି, ଏଠି ବଡ଼ ବଡ଼ ଅଫିସର ମାନଙ୍କ ପରିବାର, କେତେ ଦୁଃଖ ମାନେ ଯାଜକ ହିସାବରେ ଜଣେ ଫାଦର ହିସାବରେ ସେମାନେ ସେୟାର କରନ୍ତି। ଏମିତି କେତେଟା ପରିବାର ଅଛି ଏତେ ଟଙ୍କା ଥାଇକି ମଧ୍ୟ ଏମିତି ସମସ୍ୟାରେ ପଡ଼ିଛନ୍ତି ଯେ ତାଙ୍କ ଜୀବନରେ ଶାନ୍ତି ନାହିଁ। ତେଣୁ ଟଙ୍କା ସବୁ କିଛି ଦିଏ ନାହିଁ, ଟଙ୍କା ସବୁ କିଛି କରେ ନାହିଁ। ବିଶ୍ୱାସ ଆଉ ମନୁଷ୍ୟର ଉତ୍ତମତା ଜୀବନ ତାହା ହିଁ ଜଣକୁ ଗୋଟେ ଆଧ୍ୟାତ୍ମିକ ଦିଗରେ ଗ୍ରହଣ କରିବା ପାଇଁ ଶକ୍ତି ଅନୁଗ୍ରହ ଦେଇଥାଏ। ତେଣୁ ସେଇଟା ହିଁ ମୋର କହିବାର ଅଛି। ଭିଉୟର୍ସ ମାନଙ୍କୁ ଏହି ଅବସରରେ ନିଶ୍ଚିତ ମୁଁ ଯେମିତି କହିଲି ଆପଣମାନଙ୍କର ଅନେକ ପ୍ରଶ୍ନ, ଯେଉଁ ମୃତ୍ୟୁ ଯେଉଁଟାକି ସମସ୍ତଙ୍କୁ ଦୋହଲେଇ ଦେଇଛି, ଯେମିତି ଆପଣ କହିଲେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ସେ ଜିଣିଥିଲେ, କିନ୍ତୁ କାହିଁକି ମରଣ, କାହିଁକି ମୃତ୍ୟୁ, କାହିଁକି ଏହି ପ୍ରକାର ପ୍ରଭୁ ଅନେକ ପ୍ରଶ୍ନ ଆପଣମାନେ କରିଛନ୍ତି। ମୁଁ ଏତିକି କହିବି, ଯଦି ମନୁଷ୍ୟ ଜଣେ ବିଶ୍ୱାସୀ ନ ହୁଏ, ପ୍ରଭୁଙ୍କୁ ଭୟ ନ କରେ ବା ପ୍ରଭୁଙ୍କ ଠାରେ ବିଶ୍ୱାସ ଯଦି ଜଣେ କରେ ନାହିଁ, ଏହି ପ୍ରକାର ବାସ୍ତବଟା ଗ୍ରହଣ କରିବା ବହୁତ କଷ୍ଟ। ତେଣୁ ମୁଁ ଲୋକମାନ କହିବାକୁ ଚାହେଁ, ଈଶ୍ୱର ଅଛନ୍ତି ଆଉ ସେ ଜାଣୁଛନ୍ତି, ତାଙ୍କ ଅଜାଣତରେ କିଛି ହିଁ ହୁଏ ନାହିଁ, ଯାହା ବି ହେଉଛି ସେ ଜାଣନ୍ତି। ତେଣୁ ଆମକୁ ବିଶ୍ୱାସ କରି ଯେତେବେଳେ ଆମେ ତାଙ୍କ ଠାରେ ସାରେଣ୍ଡର ବା ଉତ୍ସର୍ଗ କରିବା ସମ୍ପର୍କରେ ସିଏ ବଳ ଦେବ, ଶକ୍ତି ଦେବ। ଆଉ ଏ ଯେଉଁ ଗୁଜବ ଏଇଟା ସେଇଟା ବିଭିନ୍ନ କଥା ଏଗୁଡ଼ାକ ଅଛି, ଲୋକ କହନ୍ତି ମନୁଷ୍ୟର ଚିନ୍ତାଧାରା, କିନ୍ତୁ ମୋ ଚିନ୍ତାଧାରାରେ ମୁଁ କହିବାକୁ ଚାହେଁ ଯେ ବିଶ୍ୱାସୀମାନେ ସଦାବେଳେ ଆମେ ସତ୍ପଥରେ ରହିବା, ଉତ୍ତମ ଜୀବନଯାପନ କରିବା, ତେବେ ନିଶ୍ଚିତ ଭାବରେ ଆମେ ଏହି ପ୍ରକାର ଦୁଃଖଦ ସମୟ, ଦୁଃଖ ପରିସ୍ଥିତି ଗ୍ରହଣ କରିବା ପାଇଁ ପ୍ରଭୁ ଅନୁଗ୍ରହ। ଅନେକ ଲୋକ ପ୍ରଶଂସା କରନ୍ତି, କିନ୍ତୁ ଚାଲିଗଲା ପରେ ବଢିଆ ଲୋକ, ବଢିଆ ଗୀତ କାହିଁକି ଲୋକମାନେ ବଞ୍ଚି ଥିଲା ବେଳେ ବି ଅଛନ୍ତି, ଲୋକ ପ୍ରଶଂସା କରନ୍ତି କିନ୍ତୁ ଏତେ କରନ୍ତି ନାହିଁ। କିନ୍ତୁ ଆମେ କରିବା କଥା, ବଞ୍ଚିବା ସମୟରେ ଆମେ ତାଙ୍କର ଉତ୍ତମତା ଦେଖିବା ପାଇଁ ଚେଷ୍ଟା କରିବା। କିନ୍ତୁ ମୁଁ ସେଇଟା ବି କହିବାକୁ ଚାହେଁ, ଆମେ ଯେତେବେଳେ ମରିଯାଉ ଅନେକ ଯାହା ହେଇନଥିବାଟା ମଧ୍ୟ ଆମେ କହୁ ବିଭିନ୍ନ ଭାବରେ, କିନ୍ତୁ ବଞ୍ଚିଥିଲା ବେଳେ ୟୁ ଆପ୍ରିସିଏଟ୍ ସମବଡି। ଯେତେବେଳେ ବଞ୍ଚିବ ଆପଣ ଭଲ, ଆପଣ ଏତେ ଭଲ କାମ କଲେ କୁହନ୍ତୁ, ସେ ଆହୁରି ଏନକାରେଜ ପାଇବ। ସେଇଟା ଆମେ ଶିଖିବା ବି ଦରକାର। ଏ ମନୁଷ୍ୟ ଜାତି ଯୋଉଟା ଚାଲିଛି ତ ସମସ୍ତେ ସେମିତି କରନ୍ତି, କିନ୍ତୁ ଯେତେବେଳେ ଜଣେ ବଞ୍ଚିଛି ତାଙ୍କଠାରେ ସେଇ ଉତ୍ତମତା ଦେଖିବା, ତାଙ୍କର କଳା ଦେଖିବା, ତାଙ୍କ ସେ ଯାହା କରୁଛନ୍ତି ସେଇଟାକୁ ଆପ୍ରିସିଏଟ୍ କରିବା, ସେଇଟା ବି ଆମେ, କାରଣ ଆମେ ବଞ୍ଚୁ କିମ୍ବା ମରୁ ଆମେ